ଦର୍ଶକ ବନ୍ଧୁ ମନେ ରଖନ୍ତୁ, 1 ନମ୍ବର, ପୂଜା କରିବା ସମୟରେ ମହିଳାମାନେ ନଡ଼ିଆ ଭାଙ୍ଗିବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ ଏବଂ ପୁରୁଷ ଲୋକମାନେ ନଡ଼ିଆ ଭାଙ୍ଗିବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। 2 ନମ୍ବର, ରାସ୍ତାରେ ଯିବା ସମୟରେ ଯଦି ମୁଦ୍ରା କିମ୍ବା ପଇସା ମିଳେ ତେବେ ଏହା ଅଶୁଭ ହୋଇଥାଏ ଏବଂ କାର୍ଯ୍ୟରେ ସଫଳ ହେବା ପାଇଁ ବିଳମ୍ବ ହେବାରେ ସଂକେତ ଦେଇଥାଏ। 3 ନମ୍ବର, ଘରେ ଲକ୍ଷ୍ମୀ ଠାକୁରାଣୀଙ୍କର ଠିଆ ହୋଇଥିବା ଫଟୋ ରଖନ୍ତୁ ନାହିଁ। ବସିଥିବା ଫଟୋ ରଖିଲେ ମଙ୍ଗଳ ହୋଇଥାଏ। 4 ନମ୍ବର, ବାସନ ମାଜିବା ବେଳେ ବାସନର ଶବ୍ଦ ଅଧିକ ହେବା ଉଚିତ ନୁହେଁ। ଏହାଦ୍ୱାରା ଅମଙ୍ଗଳକାରୀ ହୋଇଥାଏ ଏବଂ ଲକ୍ଷ୍ମୀ ଦୂରେଇ ଯାଇଥାନ୍ତି। 5 ନମ୍ବର, ପୂର୍ବକୁ ମୁହଁ କରି ଭୋଜନ କଲେ ଏବଂ ଦକ୍ଷିଣକୁ ମୁହଁ କରି ଶୟନ କଲେ ମଙ୍ଗଳ ହୋଇଥାଏ। 6 ନମ୍ବର, ଭୂମିରେ ପଡ଼ିଥିବା ଫୁଲରେ ଠାକୁରଙ୍କୁ ପୂଜା କରନ୍ତୁ ନାହିଁ, କିନ୍ତୁ ବଉଳ ଫୁଲ, ସେଫାଳି, ବେଲପତ୍ର ଓ ତୁଳସୀ ଭୂମିରେ ପଡ଼ିଲେ ବି ପୂଜା କରିପାରିବେ। 7 ନମ୍ବର, ଗୋଟିଏ ଦିନରେ ଯଦି ବୋହୂ ବାପ ଘରେ ଏବଂ ଶାଶୁ ଘରେ ଭୋଜନ କରିଥାଏ ତେବେ ଦୁର୍ଭାଗ୍ୟ ଆସିଥାଏ। 8 ନମ୍ବର, ଧଳା ପାରାର ମୂର୍ତ୍ତିଟିଏ ଘରେ ରଖିଲେ ମନରୁ ଦୁର୍ଭାବନା ଦୂରେଇଯାଏ ଏବଂ ସଦ୍ଭାବନା ଆସିଥାଏ। 9 ନମ୍ବର, ଭୋଜନ କଲାବେଳେ ପିତ୍ତଳ ନଚେତ୍ କଦଳୀପତ୍ର କିମ୍ବା ଶାଳପତ୍ର ବ୍ୟବହାର କରନ୍ତୁ। 10 ନମ୍ବର, ଘର ପାଖରେ କଇଁଆ ଗଛ, ତାଳ ଗଛ ଓ ବାଉଁଶ ଗଛ ରଖନ୍ତୁ ନାହିଁ। ଏହା ବିପଦ ଆଣିଥାଏ। 11 ନମ୍ବର, ଗୁରୁବାର ଓ ଶନିବାର ଦିନ ଲୁହା ଜାତୀୟ ଜିନିଷ ଘରୁ ବିକନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 12 ନମ୍ବର, ଅମାବାସ୍ୟା, ପୂର୍ଣ୍ଣିମା ଓ ଏକାଦଶୀରେ ଦୂରଯାତ୍ରା କରନ୍ତୁ ନାହିଁ। ଶୁଭ ଫଳ ମିଳିନଥାଏ। 13 ନମ୍ବର, ଘରର କବାଟ ଝରକା ଉପରେ ପାଲଟା ଲୁଗା କିମ୍ବା ଗାମୁଛା ରଖନ୍ତୁ ନାହିଁ। 14 ନମ୍ବର, ପିଲା ପାଇଁ ମା' କ୍ଷୀର ହେଉନଥିଲେ 2 ଚାମଚ କପା ପତ୍ର ରସ 7 ଦିନ ଖାଇଲେ କ୍ଷୀର ଅଧିକ ହୋଇଥାଏ। 15 ନମ୍ବର, ରୋଷେଇ ଘର କାନ୍ଥ କେବେ ବି ନୀଳ ରଙ୍ଗ କିମ୍ବା କଳା ରଙ୍ଗ କରନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 16 ନମ୍ବର, ଘରେ ଅଭାବ ଲାଗି ରହୁଥିଲେ ଛୋଟ ପିତ୍ତଳ ଢାଳରେ କଏନ ଭର୍ତ୍ତି କରି ପଶ୍ଚିମ ପଟେ ରଖନ୍ତୁ। ଏହା ଧନ ବଢ଼ିବାରେ ସାହାଯ୍ୟ କରିଥାଏ। 17 ନମ୍ବର, ଭୋଜନ କରିବା ସମୟରେ ଗୋଡ଼ରେ ହାତ ରଖନ୍ତୁ ନାହିଁ କିମ୍ବା ମୁଣ୍ଡରେ ଟୋପି କିମ୍ବା ଗାମୁଛା ଭିଡ଼ନ୍ତୁ ନାହିଁ। ମନେ ରଖିବେ। 18 ନମ୍ବର, ମାନସିକ ଅଶାନ୍ତି ରହୁଥିଲେ ଯୋଡ଼ିଏ ବଂଶୀ ଛକ କରି ଘରେ ରଖନ୍ତୁ। 19 ନମ୍ବର, ପିଲାଙ୍କୁ 1 ବର୍ଷ ହେବା ପର୍ଯ୍ୟନ୍ତ ତୁଳସୀ ରସ ସହିତ ମହୁ ଖାଇବାକୁ ଦେଲେ ପିଲାଙ୍କୁ ଥଣ୍ଡା ହୁଏ ନାହିଁ। 20 ବର୍ଷ, ମୋଟା ଲୋକ ପତଳା ହେବା ପାଇଁ ଚାହୁଁଥିଲେ ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ଜିରା ପାଣି ପିଅନ୍ତୁ ଏବଂ ସକାଳୁ କିଛି ସମୟ ଚାଲିବାକୁ ଚେଷ୍ଟା କରନ୍ତୁ। 21 ନମ୍ବର, କଣ୍ଠ ସୁମଧୁର କରିବା ପାଇଁ ହେଲେ ଅଦାକୁ ଚୋବାଇ ଅଦା ରସ ସେବନ କରନ୍ତୁ। 22 ନମ୍ବର, ସକାଳୁ ଉଠି କୁଳୁକୁଚା ପାଣି ଆଖିରେ ମାରିଲେ ଆଖି ରୋଗ ଦୂର ହୋଇଥାଏ। 23 ନମ୍ବର, ଦୁଦୁରା ପତ୍ର ରସକୁ ମୁଣ୍ଡରେ ମାରିଲେ ଚୁଟି ଝଡ଼ିବା ବନ୍ଦ ହୋଇଥାଏ। 24 ନମ୍ବର, ବାଛୁରୀ ନଥିବା ଗାଈର କ୍ଷୀରକୁ ଛୋଟ ପିଲାଙ୍କୁ ପିଇବାକୁ ଦିଅନ୍ତୁ ନାହିଁ ଏବଂ ଠାକୁରଙ୍କ ପୂଜାରେ ଲଗାନ୍ତୁ ନାହିଁ। ଏହା ଅମଙ୍ଗଳ ହୋଇଥାଏ। 25 ନମ୍ବର, ଅସଲି ମହୁକୁ ଜାଣିବା ପାଇଁ ହେଲେ ଖଣ୍ଡେ ସାଧା କାଗଜରେ ପକାଇ ଦିଅନ୍ତୁ। ଏହା ଭେଦିବ ନାହିଁ। 26 ନମ୍ବର, ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ଗୋଲାପ ଜଳ ସହିତ ଲେମ୍ବୁ ପାଣି ମିଶାଇ କୁଳି କରନ୍ତୁ। 27 ନମ୍ବର, ପୂର୍ଣ୍ଣିମା, ଅମାବାସ୍ୟା, ସଂକ୍ରାନ୍ତି, ଜନ୍ମଦିନ ଏବଂ ପିଣ୍ଡଦାନ ଦିନ ଚୁଟି କାଟନ୍ତୁ ନାହିଁ। ମନେ ରଖିବେ। 28 ନମ୍ବର, ରାତିରେ ଶୋଇବା ବେଳେ ଦର୍ପଣ ଉପରେ କଳା କପଡ଼ା ଘୋଡ଼ାଇ ଦିଅନ୍ତୁ। ଏହା ଅମଙ୍ଗଳ ହୋଇଥାଏ। 29 ନମ୍ବର, ଛୋଟ ପିଲା ଯଦି ଅନବରତ କାନ୍ଦୁଥାନ୍ତି ଶୋଇବା ଖଟକୁ ମୟୂର ପୁଚ୍ଛରେ ଝାଡ଼ି ଶୁଆଇ ଦିଅନ୍ତୁ। 30 ନମ୍ବର, ରାତିରେ ବେଶୀ ସମୟ ମୋବାଇଲ ଦେଖନ୍ତୁ ନାହିଁ ଏବଂ ରାତିରେ ଶୋଇଲା ବେଳେ ମୋବାଇଲକୁ ମୁଣ୍ଡ ପାଖରେ ରଖନ୍ତୁ ନାହିଁ। 31 ନମ୍ବର, ସକାଳୁ ଉଠି କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚିପୁଡ଼ି ମୁହଁରେ ମାରିଲେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। 32 ନମ୍ବର, ଘରର ଡାହାଣ ପାଖରେ ତୁଳସୀ ଚଉରା ରଖିବା ଉଚିତ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ। 33 ନମ୍ବର, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ।
ଏବଂ ଦିନକୁ 5ଟି ଲବଙ୍ଗ ଚୋବାଇ କରି ଖାଆନ୍ତୁ। 34 ନମ୍ବର, ବ୍ରଣ ଦାଗ ଲିଭାଇବା ପାଇଁ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭି ଯାଇଥାଏ। 35 ନମ୍ବର, ବିବାହିତା ସ୍ତ୍ରୀ ଲୋକମାନେ ରାତିରେ କେଶ ଖୋଲା ରଖି ଶୋଇବା ଅନୁଚିତ, ଏହା ଅମଙ୍ଗଳ ହୋଇଥାଏ। 36 ନମ୍ବର, ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ଲୋକଙ୍କୁ ଦିଅନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 37 ନମ୍ବର, ଠାକୁର ପୂଜା କଲାବେଳେ ତଳେ ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୂଜା କରନ୍ତୁ ନାହିଁ, ଆସନ ଉପରେ ବସି ପୂଜା କରନ୍ତୁ। 38 ନମ୍ବର, ଦଶମୀ ଏବଂ ଦ୍ୱାଦଶୀ ତିଥିରେ ପୋଇ ଏବଂ ଏକାଦଶୀରେ ଶିମ୍ବ ଖାଆନ୍ତୁ ନାହିଁ। 39 ନମ୍ବର, ଜଗନ୍ନାଥ ମନ୍ଦିରକୁ 3 ଥର ଏବଂ ଶିବ ମନ୍ଦିରକୁ ଅର୍ଦ୍ଧ ପରିକ୍ରମା କଲେ ମଙ୍ଗଳ ହୋଇଥାଏ। 40 ନମ୍ବର, ଘରେ ଅଶାନ୍ତି ଲାଗି ରହୁଥିଲେ ଶନିବାର ଦିନ ବଉଳ ଗଛ ଚାରିପାଖେ 7 ଥର ପରିକ୍ରମା କରି ତା'ର ଚେରକୁ ଘରେ ରଖନ୍ତୁ, ଏହାଦ୍ୱାରା ଘରକୁ ଅଶାନ୍ତି ଆସିନଥାଏ। 41 ନମ୍ବର, ଘରେ ଅଚଳ ଘଣ୍ଟା ରଖନ୍ତୁ ନାହିଁ କିମ୍ବା ଘଣ୍ଟା ଦକ୍ଷିଣ କାନ୍ଥରେ ଲଗାନ୍ତୁ ନାହିଁ, ଏହା ଅମଙ୍ଗଳ ହୋଇଥାଏ। 42 ନମ୍ବର, ପ୍ରଜାପତି ଯଦି ଦେହରେ ବସନ୍ତି ତେବେ ଶୁଭ ଲାଭ ହୋଇଥାଏ ଏବଂ ବୁଢ଼ିଆଣୀ ଜାଲ ମୁଣ୍ଡରେ ମାରିଲେ ନୂତନ ବସ୍ତ୍ର ପ୍ରାପ୍ତ ହୋଇଥାଏ। 43 ନମ୍ବର, ମଙ୍ଗଳବାର ଦିନ କେବେ ବି ଟଙ୍କା ଧାର କରଜ କରିବା ଉଚିତ ନୁହେଁ, ଏହାଦ୍ୱାରା ଶୁଝିବା କଷ୍ଟକର ହୋଇଥାଏ। 44 ନମ୍ବର, ସୂର୍ଯ୍ୟ ଉଦୟ ସମୟରେ କାଉ ଯଦି ପୂର୍ବ କିମ୍ବା ପଶ୍ଚିମ ଦିଗ ରାବ ଦିଏ ତେବେ ଏହା ଶୁଭ ହୋଇଥାଏ ଏବଂ ଶୁଭ ସମାଚାର ମିଳିଥାଏ। 45 ନମ୍ବର, ତ୍ରୟୋଦଶୀ ତିଥିରେ ପିତାମାତା ବାଇଗଣ ଖାଇଲେ ସନ୍ତାନମାନଙ୍କର ଅମଙ୍ଗଳ ହୋଇଥାଏ।